বিজেডি রে মিছিলে অভিনেত্রী বর্ষা প্রিয়দর্শনী স্বাগত কলে সস্মিতা পাত্র। বিজু জনতা দলরে মিছিলে অভিনেত্রী বর্ষা প্রিয়দর্শনী শঙ্খ ভবନରେ আয়োজিত বিজেডির মিশ্ରଣ পর্ବରେ অভিনেত্রী বর্ষা বিধিবদ্ধ ভাবে দলরে সামিল ହୋଇଛନ୍ତି। অভিনেত্রী বর্ষা প্রিয়দর্শনীଙ୍କୁ সাংসদ সস্মিতা পাত্র দলକୁ স্বাগত କରିଛନ୍ତି। পরবর্তী খবর, দিন দ্বিপହରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା। ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ୍। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ 9 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ ବ୍ୟାଙ୍କରେ ହୋଇଛି ଲୁଟ୍। ଅପରାହ୍ନ 3ଟାରୁ 4ଟା ମଧ୍ୟରେ 2 ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିଥିଲେ। ଅନ୍ୟ ଜଣେ ଦୁର୍ବୃତ୍ତ ବାହାରେ ଅପେକ୍ଷା କରିଥିବା ବୋଲି ଜଣାପଡ଼ିଛି। ଡକାୟତି ବେଳେ ବ୍ୟାଙ୍କରେ 3 ଜଣ କର୍ମଚାରୀ ଥିଲେ। ଘଟଣାସ୍ଥଳରେ ବରପାଲି ପୋଲିସ ଓ ବରଗଡ଼ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର, 5T କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ୱେବସାଇଟରେ 5T ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ। 5T ଭ୍ରଷ୍ଟାଚାରର ସର୍ବାଧିକ ସ୍ଥାନ ନେଇଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏହା ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠକେଇ କରାଯାଉଛି ବୋଲି ସେ କହିଛନ୍ତି। ସେପଟେ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ କ୍ରୀତଦାସ ପ୍ରଥା ପ୍ରଚଳନ ଯୋଗୁଁ ଦଳ ଛାଡ଼ିଲି। ଯଦି କ୍ରୀତଦାସ ଭଳି ବିଚାରଧାରା ସହ ସହମତ ତେବେ ଅଭିନେତା ଅଭିନେତ୍ରୀ ବିଜେଡି ପାଇଁ ପ୍ରଚାର କରନ୍ତୁ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ। ପରବର୍ତ୍ତୀ ଖବର, ଡକାୟତି ଯୋଜନା ଫ୍ରଡ୍, 4 ଜଣ ଦୁର୍ବୃତ୍ତ ଅପରାଧୀଙ୍କୁ ଗିରଫ କଲା ପୋଲିସ। ଡକାୟତି ଯୋଜନା କରିବା ସହ 4 ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୋଲିସ। ଏହି ଅପରାଧୀମାନେ ସ୍ଥାନୀୟ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଯୋଜନା କରୁଥିବା ସମୟରେ ହିଁ ନିମଖଣ୍ଡି ଥାନା ପୋଲିସ ସେମାନଙ୍କୁ ଧରିଥିଲା। ଗିରଫ 4 ଜଣ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ତଫାନ ସାହୁ, ନିମଖଣ୍ଡି ଥାନା ଅନ୍ତର୍ଗତ ପଦ୍ମପୁର ବଡ଼ଦାଣ୍ଡ ସାହିର ନିମେଇ ଚରଣ ନାୟକ, ବଡ଼ଗଡ଼ ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ଦେବାନନ୍ଦ ଗୌଡ଼ ଓ ଆସ୍କାର କେ ସୂର୍ଯ୍ୟ ରାଓ। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, 5ଟି ଗୁଳି, 2ଟି ମାଗାଜିନ୍ ଓ 5ଟି ମୋବାଇଲ ଜବତ କରିଛି। ପରବର୍ତ୍ତୀ ଖବର, ନିର୍ବାଚନ ପୂର୍ବରୁ ଝଟକା, ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାୟକ ବିଜେଡି ଛାଡ଼ିଥିବା ନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ଗତ ବ୍ରଜରାଜନଗର ଉପନିର୍ବାଚନରେ ସେ ଭାଜପା ଛାଡ଼ି ବିଜେଡିରେ ମିଶିଥିଲେ, ହେଲେ ସ୍ଥାନୀୟ ଲୋକ ପ୍ରତିନିଧି ତାଙ୍କୁ ଅଣଦେଖା କରୁଥିଲେ। ଏହାକୁ ନେଇ ସେ ଜିଲ୍ଲା ସଭାପତିଙ୍କୁ ଅବଗତ କରିଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ କହିଛନ୍ତି।